120 दिन पर जोग निद्रारू जागिबे श्रीहरि। एही चारोटी राशि उपरे हेबो श्री विष्णुଙ୍କ कृपार अमृत वर्षा। हटिबो दुखर बादल। आज्ञा हाँ बंधुगण, आपनको कहबाकू चाहूछु जे 120 दिन परे भगवान विष्णु तांको विश्राम व्यवस्था पुनर्बार फेरी आसुछंती। बंधुगण, भगवान विष्णु तांको जोग निद्रारू फेरी आसिबा मात्रे 12 राशि मध्यरू 4टी राशि उपरे जगतर पालन करता प्रभु श्री हरिଙ୍କ कृपा दृष्टि पड़िबाकू जाउछि। जहा फଳରେ ଏହି 4ଟି ରାଶିର ଜୀବନରେ ଦୀର୍ଘ ଦିନ ଧରି ଯେଉଁ ଦୁଃଖ ଓ ସମସ୍ୟା ଘେରି ରହିଥିଲା ତାହାର ଅନ୍ତ ହେବ। ପ୍ରଭୁଙ୍କ କୃପା ଦୃଷ୍ଟିରେ ଏହି 4ଟି ରାଶିର ଜୀବନରେ ଖୁସିରେ ଭରିଯିବ। ଆଜ୍ଞା ହଁ ବନ୍ଧୁଗଣ, 120 ଦିନ ପରେ ପ୍ରଭୁଙ୍କ କୃପା ଦୃଷ୍ଟିରେ ଏହି 4ଟି ରାଶିର ଜୀବନ ସୂର୍ଯ୍ୟଙ୍କ ପରି ଝଲସି ଉଠିବ। ତେଣୁ ବନ୍ଧୁଗଣ, ଆପଣମାନେ ଏହି ଭିଡିଓରେ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ରୁହନ୍ତୁ, କାରଣ ଏହି ଭିଡିଓ ଆପଣ ସମସ୍ତ ଜାଗତିକଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଛି। ବନ୍ଧୁଗଣ, ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ହିନ୍ଦୁ ଧର୍ମରେ ସମସ୍ତ ଏକାଦଶୀ ତିଥିର ବହୁତ ମହତ୍ତ୍ୱ ରହିଛି, କିନ୍ତୁ କେତେକ ଏକାଦଶୀ ତିଥିର ମହତ୍ତ୍ୱ ଆହୁରି ଅଧିକ, ଯେପରି ଦେବଠାନୀ ଏକାଦଶୀ। ବନ୍ଧୁଗଣ, ହିନ୍ଦୁ କ୍ୟାଲେଣ୍ଡର ଚନ୍ଦ୍ର ମାସର ଉଭୟ ପକ୍ଷରେ ଏକାଦଶୀ ତିଥି ଆସିଥାଏ, ଯେଉଁଥିରେ ଭକ୍ତମାନେ ଉପବାସ ଓ ପୂଜାପାଠ କରନ୍ତି। ସେହିପରି ହିନ୍ଦୁ ବର୍ଷରେ 24ଟି ଏକାଦଶୀ ତିଥି ଆସିଥାଏ। ଏହି ତିଥି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ। ସେହିପରି ହିନ୍ଦୁ ଧର୍ମରେ ଦେବଠାନୀ ଏକାଦଶୀର ମହତ୍ତ୍ୱ ଏହିପରି ଅଧିକ କାରଣ ଏହି ଦିନ ସୃଷ୍ଟିର ସଞ୍ଚାଳକ ଭଗବାନ ଶ୍ରୀହରି ବିଷ୍ଣୁ 4 ମାସର ଯୋଗ ନିଦ୍ରାରୁ ଜାଗି ସଂସାରର କାର୍ଯ୍ୟଭାର ଗ୍ରହଣ କରନ୍ତି। ଏହା ମାନାଯାଏ ଯେ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ପୂର୍ବକ ପୂଜା ଓ ଉପବାସ କଲେ ବ୍ୟକ୍ତିର ସମସ୍ତ କଷ୍ଟ ଦୂର ହୁଏ, ସାଙ୍ଗରେ ଜୀବନ ସୁଖମୟ ହୁଏ ଏବଂ ଚତୁର୍ମାସର ସମାପ୍ତି ସହିତ ଏହି ଦିନଠାରୁ ବିବାହ, ଉପନୟନ, ଗୃହପ୍ରବେଶ ଆଦି ଅନେକ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୁଏ। ବନ୍ଧୁଗଣ, ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏହି ବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥି 1 ନଭେମ୍ବର ସକାଳ 9:11ରୁ ଆରମ୍ଭ ହେଉଛି। ଏହି ତିଥିର ସମାପ୍ତି ପରଦିନ 2 ନଭେମ୍ବର ସକାଳ 7:31ରେ ହେବ ଏବଂ ଏହିପରି 1 ନଭେମ୍ବରରେ ଦେବଠାନୀ ଏକାଦଶୀ ପାଳନ କରାଯିବ ଏବଂ ଏହି ଦିନ ଏହାର ଉପବାସ ମଧ୍ୟ ରଖାଯିବ। ସେହିଦିନ 1 ନଭେମ୍ବରରେ ଜଗତର ପ୍ରଭୁ ଭଗବାନ ବିଷ୍ଣୁ 4 ମାସ ପରେ କ୍ଷୀର ସାଗରରୁ ତାଙ୍କର ଯୋଗ ନିଦ୍ରାରୁ ଫେରି ଆସିବେ। ସେହିପରି ବୈଦିକ ଜ୍ୟୋତିଷ ଅନୁସାରେ ଏଥର ଦେବଠାନୀ ଏକାଦଶୀରେ ଗୋଟିଏ କିମ୍ବା 2ଟି ନୁହେଁ, ବରଂ 6ଟି ଶକ୍ତିଶାଳୀ ମହାଯୋଗର ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି। ବନ୍ଧୁଗଣ, ଏହି ଦିନ ମିଥୁନ ରାଶିରେ ସୂର୍ଯ୍ୟ ଓ ଗୁରୁଙ୍କ ସ୍ଥିତି ହେତୁ ଗୁରୁ ଆଦିତ୍ୟ ଯୋଗ, ଶୁକ୍ରଙ୍କ ବୃଷ ରାଶିରେ ଥିବାରୁ ମାଳବ୍ୟ ରାଜଯୋଗ, ତ୍ରିପୁଷ୍କର ଯୋଗ, ରବି ଯୋଗ, ସାଧ୍ୟ ଯୋଗ ଏବଂ ଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଫଳରେ ଏହି ଦିନର ମହତ୍ତ୍ୱ ଆହୁରି ବଢି ଯାଇଛି। ବନ୍ଧୁଗଣ, ଦେବଠାନୀ ଏକାଦଶୀରେ ସୃଷ୍ଟି ହେଉଥିବା ଶୁଭ ଯୋଗର ଲାଭ 4ଟି ରାଶିକୁ ମିଳିବ। ଏହି ରାଶି ଗୁଡିକ ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ରହିବ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଭ ମିଳିବ। ତେଣୁ ବନ୍ଧୁଗଣ, ଆସନ୍ତୁ ଜାଣିବା ଶ୍ରୀହରିଙ୍କ ଜାଗିବା ମାତ୍ରେ କେଉଁ କେଉଁ 4ଟି ରାଶିର ଭାଗ୍ୟ ଜାଗି ଉଠିବ। ତେଣୁ ବନ୍ଧୁଗଣ, ଭିଡିଓରେ ଆଗେଇ ଯିବା ପୂର୍ବରୁ କମେଣ୍ଟ ବକ୍ସରେ ସଚ୍ଚା ହୃଦୟରୁ ଜୟ ଶ୍ରୀମନ୍ ନାରାୟଣ, ଜୟ ଶ୍ରୀହରି ବିଷ୍ଣୁଙ୍କର ଜୟକାର ନିଶ୍ଚିନ୍ତ କରନ୍ତୁ ଏବଂ ଭିଡିଓକୁ ଏକ ସୁନ୍ଦର ଲାଇକ୍ କରନ୍ତୁ। ଯଦି ଭିଡିଓ ପସନ୍ଦ ହୁଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ ଏବଂ ଟାଇପ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ତେଣୁ ବନ୍ଧୁଗଣ, ଆସନ୍ତୁ ଜାଣିବା ସେହି 4ଟି ଭାଗ୍ୟଶାଳୀ ରାଶି ବିଷୟରେ, ଯେଉଁମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ଯୋଗ ନିଦ୍ରାରୁ ଜାଗିବା ମାତ୍ରେ ହିଁ ପଡିବାକୁ ଯାଉଛି। ପ୍ରଥମ ରାଶି ନମ୍ବର 1 କର୍କଟ ରାଶି। କର୍କଟ ରାଶିର ଜାତକ ମାନଙ୍କୁ କହିବାକୁ ଚାହୁଁଛୁ ଯେ 120 ଦିନ ପରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଯୋଗ ନିଦ୍ରାରୁ ଜାଗିବା ମାତ୍ରେ କର୍କଟ ରାଶିର ଜାତକ ମାନଙ୍କ ଉପରେ ପ୍ରଭୁ ଶ୍ରୀହରିଙ୍କ ଅସୀମ କୃପା ବର୍ଷିବ, ଯାହା ଫଳରେ କର୍କଟ ରାଶିର ଜାତକ ମାନଙ୍କ ପାଇଁ ଏହି ସମୟ ଚମତ୍କାରୀ ପରିବର୍ତ୍ତନ ଆଣିବ। ଆଜ୍ଞା ହଁ ବନ୍ଧୁଗଣ, ସାଙ୍ଗରେ ଗ୍ରହଣର ମହତ୍ତ୍ୱ ହେତୁ କର୍କଟ ରାଶିର ଜାତକ ମାନଙ୍କ ଜୀବନରେ ଖୁସି ଫେରି ଆସିବ। ଭଗବାନ ବିଷ୍ଣୁ ଓ ମାତା ତୁଳସୀଙ୍କ ଅସୀମ କୃପାରୁ କର୍କଟ ରାଶିର ଜାତକ ମାନେ ଯେତେ ଦିନ ଧରି ସମସ୍ୟାରୁ ଗୁଜୁରିଛନ୍ତି ସେହି ସମସ୍ୟାର ଅନ୍ତ ହେବ। ପ୍ରଭୁ ଶ୍ରୀହରିଙ୍କ କୃପା ଦୃଷ୍ଟିରେ ଏହି ଦେବଠାନୀ ଏକାଦଶୀରେ ଆପଣଙ୍କ ଭାଗ୍ୟ ମଧ୍ୟ ଜାଗି ଉଠିବ।
ସେହିପରି ଭଗବାନ ବିଷ୍ଣୁଙ୍କ କୃପାରୁ କର୍କଟ ରାଶିର ଜାତକ ମାନେ ବିଗତ ମାସ ମାନଙ୍କରେ ଯେତିକ କଠିନ ପରୀକ୍ଷାରୁ ଗୁଜରିଛନ୍ତି, କେତେବେଳେ ଆର୍ଥିକ ସ୍ଥିତି ଡଗମଗାଇଛି, କେତେବେଳେ ମନର ଚିନ୍ତାର ବାଦଲ ଛାଇଛି, କେତେବେଳେ ପରିବାରରେ ମତଭେଦ କିମ୍ବା ମାନସିକ ଚାପ ଅନୁଭବ ହୋଇଛି। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ଈଶ୍ୱର କାହାକୁ ବଡ ଉଚ୍ଚତାକୁ ନେଇଯିବାକୁ ଚାହାନ୍ତି, ସେତେବେଳେ ପ୍ରଥମେ ତାଙ୍କର ପରୀକ୍ଷା ନିଶ୍ଚିନ୍ତ ନିଅନ୍ତି। ଏହି ସଂଘର୍ଷ ମଧ୍ୟରେ ଏବେ ସମୟ ଆସିଛି ଯେତେବେଳେ ଯୋଗ ନିଦ୍ରାରୁ ଜାଗୁଥିବା ଭଗବାନ ବିଷ୍ଣୁ ନିଜେ ଆପଣଙ୍କ ନାବ ପାର କରାଇବେ। ବନ୍ଧୁଗଣ, ଦେବଠାନୀ ଏକାଦଶୀ ସହିତ ଆପଣଙ୍କ ଜୀବନର ଭାଗ୍ୟୋଦୟ କାଳ ଆରମ୍ଭ ହେବ। ଏବେ ପ୍ରଭୁଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଉଦୟ ହେବ। ବନ୍ଧୁଗଣ, ଏବେ ପର୍ଯ୍ୟନ୍ତ ଯେଉଁ ଧନ ଅଟକି ରହିଥିଲା, ଯେଉଁ ପ୍ରୟାସ ନିଷ୍ଫଳ ହେଉଥିଲା, ତାହା ଧୀରେ ଧୀରେ ସଫଳ ହେବାକୁ ଲାଗିବ। କର୍କଟ ରାଶିର ଜାତକ ମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ବ୍ୟବସାୟ କିମ୍ବା ଚାକିରିରେ ନୂଆ ଅବସର ମିଳିବ। ବନ୍ଧୁଗଣ, ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ସର୍ବୋତ୍ତମ ରହିବ। ସେହିପରି ଦେବଠାନୀ ଏକାଦଶୀ ପରେ ଗୁରୁ ଓ ଚନ୍ଦ୍ରଙ୍କର ବିଶେଷ ସଂଯୋଗ ସୃଷ୍ଟି ହେବ, ଯାହା ଫଳରେ ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆପଣଙ୍କ ଶବ୍ଦରେ ମଧୁରତା ଓ ପ୍ରଭାବ ବଢିବ। ଯେଉଁମାନେ ଆପଣଙ୍କୁ ଏବେ ପର୍ଯ୍ୟନ୍ତ ଅଣଦେଖା କରୁଥିଲେ, ସେହି ଲୋକମାନେ ଏବେ ଆପଣଙ୍କର ପ୍ରଶଂସା କରିବେ। ବନ୍ଧୁଗଣ, ବିଗତ କିଛି ସମୟ ଧରି ପାରିବାରିକ ତନାବ, ସମ୍ପର୍କରେ ଦୂରତା ଏବଂ ମାନସିକ ବୋଝ ରହିଥିଲା, କିନ୍ତୁ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟିରେ ଏବେ ପରିବାରରେ ସୌହାର୍ଦ୍ଦ୍ୟ ଫେରିଆସିବ। ମାତା ପିତାଙ୍କ ଆଶୀର୍ବାଦ, ଜୀବନ ସାଥୀଙ୍କ ସାଙ୍ଗ ଏବଂ ସନ୍ତାନଙ୍କ ସଫଳତା ଆପଣଙ୍କୁ ଗର୍ବିତ କରାଇବ। ସେହିପରି ଚନ୍ଦ୍ରମା ଆପଣଙ୍କ ସ୍ୱାମୀ ଏବଂ ଏବେ ଚନ୍ଦ୍ରଙ୍କ ସ୍ଥିତି ଶୁଭ ଭାବରେ ପ୍ରବେଶ କରୁଛି। ଏହା ଫଳରେ ପୁରୁଣା ରୋଗରୁ ମୁକ୍ତି, ମାନସିକ ଶାନ୍ତି ଓ ନୂଆ ଉର୍ଜା ପ୍ରାପ୍ତି ହେବ। ଯେଉଁ ଜାତକ ମାନେ ନିରାଶାରେ ଥିଲେ, ସେମାନେ ଏବେ ଆତ୍ମବିଶ୍ୱାସରେ ଭରିଯିବେ। ବନ୍ଧୁଗଣ, ଭଗବାନ ବିଷ୍ଣୁ ଯେତେବେଳେ ଯୋଗ ନିଦ୍ରାରୁ ଜାଗନ୍ତି, ସେତେବେଳେ କେବଳ ଦେବତା ନୁହେଁ, ବରଂ ପ୍ରତ୍ୟେକ ଜୀବର ଭାଗ୍ୟ ମଧ୍ୟ କରବଟରେ ନିଏ। କର୍କଟ ରାଶିର ଜାତକ ମାନଙ୍କ ପାଇଁ ଏହି ସମୟ ଧାର୍ମିକ ଜାଗରଣର ସଂକେତ। ଏବେ ଆପଣଙ୍କୁ ଭକ୍ତି ମାର୍ଗରେ ଆଗେଇ ଯିବା ଉଚିତ। ଉପାୟ: ପ୍ରତ୍ୟେକ ଗୁରୁବାର ପୀତ ବସ୍ତ୍ର ପରିଧାନ କରନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କୁ ପୀତ ପୁଷ୍ପ ଅର୍ପଣ କରନ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରର 108 ଥର ଜପ କରନ୍ତୁ। ନମ୍ବର 2, ଦ୍ୱିତୀୟ ରାଶିଟି ହେଉଛି ଧନୁ ରାଶି। ଧନୁ ରାଶିର ଜାତକ ମାନଙ୍କୁ କହିବାକୁ ଚାହୁଁଛୁ ଯେ, ଏହି ଦେବଠାନୀ ଏକାଦଶୀରେ ଏବେ ଆପଣଙ୍କ ଭାଗ୍ୟ ମଧ୍ୟ ଜାଗି ଉଠିବ। ଆଜ୍ଞା ହଁ ବନ୍ଧୁଗଣ, 4 ମାସ ପରେ ପ୍ରଭୁଙ୍କ ଯୋଗ ନିଦ୍ରାରୁ ଫେରି ଆସିବା ମାତ୍ରେ ଧନୁ ରାଶିର ଜାତକ ମାନଙ୍କ ଉପରେ ଜଗତର ପାଳନକର୍ତ୍ତା ପ୍ରଭୁଙ୍କ ଅସୀମ କୃପା ହେବ, ଯାହା ଫଳରେ ଧନୁ ରାଶିର ଜାତକ ମାନେ ବିଗତ ଦିନ ମାନଙ୍କରେ ଯେଉଁ ଆର୍ଥିକ ସମସ୍ୟା ଭୋଗୁଥିଲେ, ଯେଉଁ ଜୀବନରେ କାମ ହେଉନଥିଲା, ଏବେ ଆପଣଙ୍କ କାମ ପୁନର୍ବାର ହେବାକୁ ଆରମ୍ଭ ହେବ, ଯାହା ଫଳରେ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଫେରିବ। ସେହିପରି ବିଗତ କିଛି ମାସ ଧରି ଆପଣ ଯେତେ ରୁକାବଟ, ନିରାଶା କିମ୍ବା ଅସଫଳତା ଭୋଗିଛନ୍ତି, ଏବେ ତାହାର ଅନ୍ତ ନିକଟବର୍ତ୍ତୀ। ଆଜ୍ଞା ହଁ ବନ୍ଧୁଗଣ, ଦେବଠାନୀ ଏକାଦଶୀ ଠାରୁ ଆପଣଙ୍କ ରାଶିରେ ଭାଗ୍ୟ ଉଦୟ ଶୁଭ ଯୋଗ ସୃଷ୍ଟି ହେଉଛି। ଯେଉଁ କାର୍ଯ୍ୟ ଏବେ ପର୍ଯ୍ୟନ୍ତ ଅଧୁରା ରହିଥିଲା, ତାହା ଏବେ ଏକ ଏକ କରି ପୂର୍ଣ୍ଣ ହେବ। ଧନୁ ରାଶିର ଜାତକ ମାନଙ୍କୁ ବିଶେଷ ଭାବେ ଧ୍ୟାନ ରଖିବା ଉଚିତ ଯେ, ଏହି ସମୟ ସଠିକ ଦିଗରେ ପାଦ ବଢାଇବାର ଅଟେ। ଗୁରୁ ଓ ସୂର୍ଯ୍ୟଙ୍କ ସଂଯୋଗ ଧନ ପ୍ରାପ୍ତିର ମାର୍ଗ ପ୍ରଶସ୍ତ କରିବ। ନିବେଶ, ବ୍ୟବସାୟ କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଏହି ସମୟରେ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଆପଣ ଚାକିରିଆ, ତେବେ କୌଣସି ଉଚ୍ଚ ପଦାଧିକାରୀଙ୍କ କୃପା ଦୃଷ୍ଟିରୁ ପ୍ରମୋଶନ କିମ୍ବା ଦରମା ବୃଦ୍ଧିର ଯୋଗ ସୃଷ୍ଟି ହେବ। ଦେବଠାନୀ ଏକାଦଶୀ ପରେ ପରିବାରରେ ପ୍ରେମ ଓ ସାମଞ୍ଜସ୍ୟ ବଢିବ। ପାରିବାରିକ ସଦସ୍ୟଙ୍କ ମଧ୍ୟରେ ଯେଉଁ ମତଭେଦ ଚାଲିଥିଲା, ତାହା ଏବେ ସମାପ୍ତ ହେବ। ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ବିବାହ, ବାଗଦାନ କିମ୍ବା ସନ୍ତାନ ସୁଖର ପ୍ରାପ୍ତିର ଯୋଗ ମଜବୁତ ଅଛି। ଆଜ୍ଞା ହଁ ବନ୍ଧୁଗଣ, ଗୁରୁଙ୍କ ଅନୁକୂଳ ହେବାରୁ ସ୍ୱାସ୍ଥ୍ୟରେ ସ୍ଥିରତା ଆସିବ। ମାନସିକ ଥକାପଣ କିମ୍ବା ଚିନ୍ତା ଯାହା ରହିଥିଲା, ତାହା ଧୀରେ ଧୀରେ ଦୂର ହେବ। ପ୍ରାତଃ କାଳରେ ତୁଳସୀ ଜଳ ସେବନ ଏବଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରିବାରୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ଧନୁ ରାଶିର ଜାତକ ମାନେ ଏବେ ତାଙ୍କ ଜୀବନରେ ନୂଆ କାହାଣୀ ଲେଖିବାକୁ ଯାଉଛନ୍ତି। ଏହି ସମୟ ସଂଘର୍ଷରୁ ସଫଳତା ଆଡକୁ ନେଇଯାଉଥିବା ଦିବ୍ୟ ପର୍ଯ୍ୟାୟ ଅଟେ। ନମ୍ବର 3, ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି। ମେଷ ରାଶିର ଜାତକ ମାନଙ୍କୁ କହିବାକୁ ଚାହୁଁଛୁ ଯେ, 120 ଦିନ ପରେ ପ୍ରଭୁଙ୍କ ଯୋଗ ନିଦ୍ରାରୁ ଫେରିବା ମେଷ ରାଶିର ଜାତକ ମାନଙ୍କ ପାଇଁ ସୁନେଲି ସମୟ ଆଣିବ।
आज्ञा हाँ बंधुगण एबे आपणक जीवन में सुनेली समय आरंभ हेबो जहा फଳରେ एही देवठानी एकादशी आपणक पई नुआ समय आरंभ आनिबो सेहीपरि मेष राशि जातक मानक पई देवठानी एकादशी शुभ रहिबो प्रभु श्रीहरि विष्णु कृपा दृष्टि एही राशि जातक मानक मन में अनेक नुआ विचार आसीबारे एवं धन लाभर जोग सृष्टि होउछि जदि आपण रोजगार रे कौनसी समस्या सम्मुखीन होउचंदी तेबे देवठानी एकादशी दिन रोजगार संबंधी समस्या दूर हेबो सांगरे घरे सुख और समृद्धिर आगमन हेबो बंधुगण मेष राशि जातक मानक पई एही देवठानी एकादशी एक नुआ आरंभर प्रतीक आसीछि एही समय आपनको पुराना निराशार बाहर करी नुआ ऊर्जा नुआ प्रेरणा एवं नुआ अवसर प्रदान करिवो आज्ञा हाँ बंधुगण 120 दिन परे प्रभुଙ୍କ जोग निद्राରୁ जागिबा मात्रे एही देवठानी एकादशी सहित गुरुଙ୍କ दृष्टि प्रभाव आपणଙ୍କ द्वादश भाବରେ पडुची ଏହା ଫଳରେ ବ୍ୟବସାୟ ଚାକିରି ଉଦ୍ୟୋଗ ଓ ପ୍ରୋଜେକ୍ଟ ଗୁଡ଼ିକରେ ଅତ୍ୟଧିକ ଉନ୍ନତି ହେବ ଯେଉଁମାନେ ଦେଶ ବିଦେଶ ଯାତ୍ରା କିମ୍ବା ଇଣ୍ଟରଭ୍ୟୁର ଅପେକ୍ଷା କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଶୁଭ ରହିବ ବନ୍ଧୁଗଣ ପାରିବାରିକ ଦୃଷ୍ଟିରୁ ମଧ୍ୟ ଏହି ସମୟ ଆପଣଙ୍କ ପାଇଁ ମଧୁର ରହିବ ଜୀବନ ସାଥୀଙ୍କ ସହ ସମ୍ପର୍କରେ ନୂଆ ବୁଝାମଣା ଓ ବିଶ୍ୱାସ ବଢିବ ମାତା ପିତାଙ୍କ ସ୍ୱାସ୍ଥ୍ୟ ଓ ଆଶୀର୍ବାଦ ଉଭୟ ଆପଣଙ୍କ ସାଙ୍ଗରେ ରହିବ ସେହିପରି ମେଷ ଜାତକ ମାନେ ଦୀର୍ଘ ସମୟ ଧରି ଧନ ଲାଭର ଅପେକ୍ଷା କରୁଥିଲେ ଏବେ ଏହି ଅପେକ୍ଷା ସମାପ୍ତ ହେବ भूमि संपत्ति किंबा निवेशर कार्य आपको लाभ हेबो जदि कोनोसी अटकी रहितबा धन अछि तेबे ताहा फेरिबार प्रबल संभावना सृष्टि होउछि बंधुगण देवठानी एकादशी दिन पीत पुष्प मानंगरे भगवान विष्णु को आराधना करंतु एवं तुलसी विवाह रे दीप जालंतु श्रीहरि विष्णु सहस्र नामर पाठ करिबारु आपनक जीवन रे नुआ चमक आसीबो नंबर 4 चतुर्थ भाग्यशाली राशि होउछि सिंह राशि सिंह राशि जातक मानू कहवाक चाहूँ जे सिंह राशि जातक मान प्रभु जोग निद्रारू जागिबा जगत को जगाइबा आसुछि आज्ञा हाँ बंधुगण प्रभु जोग निद्रारू जागिबा मात्रे आपणक भाग्य सुनेली पीरियड आनिबो एही समय एक नुआ कहानी लिखिबो सेहीपरि घर और परिवार रे मांगलिक कार्य होई पारे दिनटी खुशी रे भरा रहइबो आपणक आर्थिक स्थिति भल रहिबो सिंह राशि जातक मानू देवी देवतांक कृपा प्राप्त हेबो देवठानी एकादशी रे अन्नदान करिबा शुभ हेबो एहार दान करिबारु जातकंकु जीवन रे केबे भी अन्न और धनर अभाव सम्मुखीन हेबाकु पड़िबो नाही घरे समृद्धि सुख और शांति वास करिबो भगवान विष्णु कृपा दृष्टि रे एही समय आर्थिक दृष्टि उत्तम कोनोसी पुराना ऋण समाप्त हेबो किंबा अटिक रहितबा धन फेरिबो नुआ व्यवसाय सांगसाथी किंबा निवेश रु शुभ परिणाम मिलिबो बंधुगण जदि आपण सरकारी कार्य सह जड़ित तेबे उच्च पदस्थ व्यक्ति सहयोग प्राप्त हेबो भगवान श्रीहरि विष्णु आशीर्वाद रु परिवार रे खुशीर लहरी दौड़िबो आज्ञा हाँ बंधुगण एबे आपनको संतान पक्षरु शुभ समाचार मिल पारे बंधुगण घरे कोनोसी मांगलिक कार्य जेपरि बागदान गृह प्रवेश किंबा विवाह समारोह आयोजन होई पारे देवठानी एकादशी दिन अन्नदान निश्चिंत करंतु एही कर्म अखंड लक्ष्मी योग सृष्टि करे सेहीपरि सिंह जातक मानक पई एही समय शारीरिक और मानसिक रूपे संतुलित रहिबार अटे जोग ध्यान एवं प्रातःकालीन सूर्य आराधना रु स्वास्थ्य लाभ हेबो भगवान विष्णु संगरे सूर्य देवंक उपासना करिबारु अद्भुत परिणाम प्राप्त हेबो उपाय और आशीर्वाद बंधुगण देवठानी एकादशी दिन पीत वस्त्र परिधान करंतु एवं घरर पूर्व दिगरे दीप जालंतु ओम नमो भगवते वासुदेवाय मंत्रर 108 थर जाप करंतु एहा फଳରେ केवल मनर शांति मिलिबो नाही बरं भाग्ୟରେ ମଧ୍ୟ स्थायित्व आसीबो आज्ञा हाँ बंधुगण कहवा भूल हेबो नाही 120 दिन पर जगत प्रभुଙ୍କ जागिबा मात्रे एबे सिंह राशि जातक मानक भाग्यर बंद द्वार ମଧ୍ୟ खोलिबो सिंह राशि जातक माने तेणु बंधुगण आपनको एही सूचना केमिति लागिला हमकु कमेंट करी निश्चय जणांतु जदि सूचना पसंद हैला तेबे चैनल को सब्सक्राइब करंतु अधिक रु अधिक लोकन को शेयर करंतु सांगरे पूर्ण श्रद्धा रे कमेंट बॉक्स रे जय लक्ष्मी नारायण जय श्री हरि विष्णु भगवानकर जय जयकार निश्चिंत करंतु बंधुगण आज पई रहुची धन्यवाद।